ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀ କୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଜିର ଭିଡିଓଟି ବହୁତ ଇମ୍ପୋର୍ଟାଣ୍ଟ କାରଣ ଓଡ଼ିଶା ଜିକର ସବୁଠାରୁ ଇମ୍ପୋର୍ଟାଣ୍ଟ ଟପିକ ନ୍ୟାସନାଲ ପାର୍କସ ଏଣ୍ଡ ୱାଇଲ୍ଡ ଲାଇଫ ସେଞ୍ଚୁରୀ ବିଷୟରେ ଆଜି ଆମେ ଡିସ୍କସନ କରିବା। ଟୋଟାଲ ଗୋଟେ କ୍ଲାସରେ ଆମେ ଟୋଟାଲ ଚାପ୍ଟରଟିକୁ ସାରିବା। ଯୋଉଠି କ'ଣ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି ସେଟାକୁ ଆପଣଙ୍କୁ କହିଦେବି, ନୋଟ୍ ଡାଉନ୍ କରିନେବେ। ଆଉ ଡେସ୍କ୍ରିପସନରେ ମୋ ଟେଲିଗ୍ରାମର ଲିଙ୍କଟି ଦେଇଦେବି। ଯେହେତୁ କାମ କରୁନି କିନ୍ତୁ ମୁଁ ସେଠି ସେୟାର କରିଦେଉଛି, ଯେତେବେଳେ ଆମର ଟେଲିଗ୍ରାମରୁ ଇଣ୍ଡିଆରେ ବ୍ୟାନ୍ ଉଠିବ ସେଠି ଆପଣ ପିଡିଏଫ୍ ପାଇପାରିବେ। ନହେଲେ ମୁଁ ଡକୁମେଣ୍ଟ ଆକାରରେ ସେଠି ଦେଇଦେବି, ଆପଣ ନେଇପାରିବେ। ତେଣୁ ଯିବା, ସମୟ ନଷ୍ଟ କରିବାନି। ଯେକୌଣସି ଏକ୍ସାମ ପ୍ରିପେୟାର ହଉଥିଲେ ମଧ୍ୟ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ହବ। ତେଣୁ ଯିବା, କ'ଣ ସବୁ ରହିଛି ଦେଖିବା, ସର୍ଟନୋଟ ଆକାରରେ ପଢିବା କ'ଣ ସବୁ ରହିଛି। ଫାର୍ଷ୍ଟ ଦେଖିବା ନ୍ୟାସନାଲ ପାର୍କ ଏଣ୍ଡ ୱାଇଲ୍ଡ ଲାଇଫ ସେଞ୍ଚୁରୀ କ'ଣ ସବୁ ରହିଛି ହେଲା। The national park and wildlife sanctuary conserve the rich flora and fauna ମାନେ କ'ଣ ଫ୍ଲୋରା ବୁଝି ମାନେ କ'ଣ ଯେଗୁଡାକ ସବୁ ଆମର କ'ଣ କୁହନ୍ତି ଉଦ୍ଭିଦ ଜାତ ଫୁଲ ଫଳ ଏଗୁଡା ସବୁ ଫନା ମାନେ କ'ଣ ଯେଗୁଡା ସବୁ ଆମର ପ୍ରାଣୀ ହେଲା। ତେଣୁ ଏଇ ଯୋଉ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଆଉ ଯୋଉ ନ୍ୟାସନାଲ ପାର୍କ ସେଥିରେ ଟୋଟାଲ ଆମର ଗଛ ପତ୍ର ବି ଯାଉଛନ୍ତି ଆଉ କ'ଣ ପ୍ରାଣୀ ମାନେ ବି ଯାଉଛନ୍ତି ହେଲା। ତେଣୁ ସେଗୁଡା ଭିତରୁ କିଛି ରିଜର୍ଭ ଏରିଆ ରହିଛି ଆଉ କିଛି ପ୍ରୋଟେକ୍ଟେଡ ଏରିଆ ରହିଛି, ଏମିତି ସବୁ ରହିଛି। ତେଣୁ ଫାର୍ଷ୍ଟ ଦେଖିବା ନ୍ୟାସନାଲ ପାର୍କ ଇନ ଓଡିଶା ହେଲା। କ'ଣ କ'ଣ ସବୁ ନ୍ୟାସନାଲ ପାର୍କ ରହିଛି ଓଡିଶାରେ। ନ୍ୟାସନାଲ ପାର୍କ ଆର ଦ ରିଜର୍ଭ ଏରିଆ ଓନ୍ଡ ଏଣ୍ଡ ପ୍ରୋଟେକ୍ଟେଡ ବାଇ ଦ ଗଭର୍ନମେଣ୍ଟ ହେଲା। ମାନେ ଏଟା କ'ଣ କରାଯାଇଛି, ରିଜର୍ଭ କରାଯାଇଛି ଏରିଆଟାକୁ, ଆଉ କ'ଣ ଗଭର୍ନମେଣ୍ଟ ଅଣ୍ଡରରେ ସେ ରହିଛି, ପ୍ରୋଟେକ୍ଟ କରି ରଖିଛି। ଦିସ୍ ଏରିଆ ରେଷ୍ଟ୍ରିକ୍ଟେଡ ଫ୍ରମ୍ ଦ ଏନି କାଇଣ୍ଡ ଅଫ ଏନରିଚମେଣ୍ଟ ଏଣ୍ଡ ଏନ୍ଥ୍ରୋପୋଜେନିକ ଆକ୍ଟିଭିଟି that can harm to environment ମାନେ ସେ କ'ଣ ରହିଛି ସେଠି ସବୁ ଆମର ଏନିମଲ ମାନଙ୍କୁ ରଖାଯାଇଛି ଆଉ ବାହାର ଯୋଉ କ'ଣ ଇଫେକ୍ଟ ଗୁଡାକରୁ ତାକୁ ବଞ୍ଚେଇକି ରଖାଯାଇଛି। ତେଣୁ ଏତିକି ଜାଣିଥିବେ ନ୍ୟାସନାଲ ପାର୍କ ବିଷୟରେ ଟିକେ ସର୍ଟ ଇନଫର୍ମେସନ। ଓଡ଼ିଶା has the two national park as recognized by the environment information system। ଏଇଟା ବାରମ୍ବାର ପଚାରିଛି, ଆମ ଓଡ଼ିଶାରେ ଯୋଉ ଦୁଇଟା ନ୍ୟାସନାଲ ପାର୍କ ରହିଛି ସେଟା କାହା ଦ୍ୱାରା ହେଇଛି, ମନେ ରଖିଥିବେ ୟୁନିଭାଗ ଇନଭାଗ ହେଲା, ENVIS ଇନଭାଗ ର ପୂର୍ବ କ'ଣ ଏନଭାୟରମେଣ୍ଟ ଇନଫର୍ମେସନ ସିଷ୍ଟମ ହେଲା। କାହା ଦ୍ୱାରା ମିଳିଛି ଏଟାକୁ, ମନେ ରଖିଥିବେ ଏନଭାୟରମେଣ୍ଟ ଇନଫର୍ମେସନ ସିଷ୍ଟମ। ଏଇଟା ବାରମ୍ବାର ଏବେ ପରୀକ୍ଷାରେ ପଚାରୁଛି। ଦୁଇଟା ଜାଣିଛନ୍ତି ସମସ୍ତେ ଯୋଉ ନ୍ୟାସନାଲ ପାର୍କ ରହିଛି ଆମ ଓଡ଼ିଶାରେ ସେଟାକୁ ଦେଇଛି କିଏ, ଏନଭାୟରମେଣ୍ଟ ଇନଫର୍ମେସନ ସିଷ୍ଟମ ENVIS ହେଲା। ରିପୋର୍ଟ କାର୍ଡଟା ଦେଇଛି ହେଲା। ୱାଇଲ୍ଡ ଲାଇଫ ଏଣ୍ଡ ପ୍ରୋଟେକ୍ଟେଡ ଏରିଆ ଗଭର୍ନମେଣ୍ଟ ଅଫ ଇଣ୍ଡିଆ ହେଲା। ତାପରେ ଦେଖିବା କ'ଣ ସବୁ ରହିଛି ନ୍ୟାସନାଲ ପାର୍କ। ଫାର୍ଷ୍ଟ ଅଛି କ'ଣ ଶିମିଳିପାଳ ନ୍ୟାସନାଲ ପାର୍କ ହେଲା। ଶିମିଳିପାଳ ନ୍ୟାସନାଲ ପାର୍କ କୋଉଠି ଅଛି, ମୟୂରଭଞ୍ଜରେ ଅଛି। କେବେ ଏଷ୍ଟାବ୍ଲିଶ ହେଇଥିଲା, 1980 ମସିହାରେ। ତାର ଟୋଟାଲ ଏରିଆ କେତେ, 845.70 ସ୍କୋୟାର କିଲୋମିଟର। ଆଉ ଏଠି ଫ୍ଲୋରା ମାନେ କମ ପ୍ରକାର ଉଦ୍ଭିଦ ଦେଖାଯାଏ ବା କମ ପ୍ରକାର ଜଙ୍ଗଲ ଦେଖାଯାଏ। ସାଧାରଣତଃ ଏଠି ଡେସିଡୁଅସ୍ ଟ୍ରିଜ୍ ଏଣ୍ଡ ସାଲ ଫରେଷ୍ଟ ହେଲା। ଡେସିଡୁଅସ୍ ଟ୍ରି ଗୁଡାକ ଦେଖାଯାଏ, ମାନେ କ'ଣ ଏଇ ଯୋଉ ଆମର କ'ଣ ପତ୍ର ଝଡା ଯୋଡାକ ଦେଇଥାଏ ହେଲା, ସେଗୁଡାକ ଆମର ଗଛ ଦେଖାଯାଏ। ସାଧାରଣତଃ ଶାଳ ଗଛର ଜଙ୍ଗଲ ମଧ୍ୟ, ଶାଳ ଗଛ ଅଧିକ ମାତ୍ରାରେ ଥାଏ, ସେଥିପାଇଁ କ'ଣ କୁହାଯାଏ, ଶାଳ ଫରେଷ୍ଟ ବୋଲି କୁହାଯାଏ। ଏବେ ଦେଖିବା ଫନା ମାନେ ଉଦ୍ଭିଦ କୋଉମାନେ ଅଛନ୍ତି। ଟାଇଗର ଏସିଆନ ପ୍ଲାଣ୍ଟ, ଏ ଭିତରୁ ଇମ୍ପୋର୍ଟାଣ୍ଟ କ'ଣ ଅଛି ଦେଖିଦେବେ, ପରୀକ୍ଷାରେ ପଚାରେ ଫର୍ନ ହର୍ନ ଏଣ୍ଟିଲୋପ ହେଲା। ଏଇଟା ଦେଖାଯାଏ। ଆଉ କ'ଣ ବାର୍କିଂ ଡିଅର, ଏଇଟା ଦିଟା ଇମ୍ପୋର୍ଟାଣ୍ଟ ଅଛି, ଏଇଟା ପରୀକ୍ଷାରେ ପଚାରେ ହେଲା। ବାର୍କିଂ ଡିଅର ଆଉ ଫର୍ହର୍ନ ଏଣ୍ଟିଲୋପ, ଆଉ ଗୁଡାକ ଆପଣ ଦେଖିପାରିବେ। ଏଇଟା କ'ଣ ଏକ୍ସାମ ପଏଣ୍ଟ ଅଫ ଭ୍ୟୁ ଇମ୍ପୋର୍ଟାଣ୍ଟ ଥିଲା, ସେଥିପାଇଁ କହିଦେଲି। ଆଉ କ'ଣ ରହିଛି, ଇଟ୍ also consist of biosphere reserve that become the part of UNESCO World Network Biosphere Reserve 2009 ହେଲା। ଆଉ ଗଲା at least 12 river run across through the ଶିମିଳିପାଳ ନ୍ୟାସନାଲ ପାର୍କ। ଏଇଟା ଇମ୍ପୋର୍ଟାଣ୍ଟ ଅଛି କାରଣ ଟୋଟାଲ ଆମର ଯୋଉ ଆମର ଶିମିଳିପାଳ ନ୍ୟାସନାଲ ପାର୍କ ରହିଲା ତା ପାଖ ଦେଇ, ମାନେ ତା ଉପର ମାନେ ତା ଉପର ଦେଇକି 12ଟା ରିଭର ପାସ୍ କରୁଛି ହେଲା। ତା ଭିତରୁ କିଛି ଦିଆଯାଇଛି ଏଠି, ଯେମିତି କି ବୁଢା ବଳଙ୍ଗ ହେଲା, ପଲପଲା ଆଉ ଦିଅ, ଏଗୁଡା ସବୁ ନଈ ଗୁଡାକ ରହିଲା। ମନେ ରଖିଥିବେ ମାନେ ଶିମିଳିପାଳ ନ୍ୟାସନାଲ ପାର୍କ ଦେଇ କେତୋଟି ନଈ ଆମର ପାସ୍ କରୁଛି ନା 12ଟି ନଈ ପାସ୍ କରୁଛି ହେଲା। ତାପରେ ରହିଲା କ'ଣ ନା ଆମର ଦ ପାର୍କ କନସିଷ୍ଟ ଅଫ ମିକ୍ସ ଟାଇପ ଅଫ ଭେଜିଟେସନ with northern tropical semi evergreen trees and the northern tropical moist deciduous trees along with the orchids, ଏଗୁଡା ସବୁ ରହିଲା ହେଲା। ସେଥିପାଇଁ ଏ ସବୁ ପୁରା ମିଶିକି ରହୁଛି ସେଠି। ତଥାପି ତା ଭିତରେ ବି ଡେସିଡୁଅସ୍ ଟ୍ରି ଥିଲା, ଶାଲ ଫରେଷ୍ଟ ବି କ'ଣ ଥିଲା, ଅଧିକ ଥିଲା। ତାପରେ ଆଉ ଗୋଟେ କ'ଣ କ'ଣ ରହିଲା, ଇଟ୍ ଅଲସୋ ହେଜ ଜୋରାନ୍ଦ ହେଲା, ଜୋରାନ୍ଦ ଆଉ କ'ଣ ବରେଇ ପାଣି। ଏଟା କ'ଣ ୱାଟରଫଲ ଦିଟା ରହିଛି। ବରେଇ ପାଣି ହଉଛି ଆମର କ'ଣ ଓଡିଶାର ହଉଛୁ କେତେ ନମ୍ବର, 1 ନମ୍ବର, ଇଣ୍ଡିଆରେ ହଉଛି 2nd ନମ୍ବର ବରେଇ ପାଣିଟା। ତେଣୁ ବରେଇ ପାଣି ବାରମ୍ବାର ପଚାରେ। ୟାର ଲେନ୍ଥ ହଉଛି କେତେ, 400 ମିଟର। ଆଉ ଜୋରାନ୍ଦ ବି ବେଳେବେଳେ ପଚାରିଥାଏ। ଜୋରାନ୍ଦ ଆମର ୱାଟରଫଲଟା କୋଉଠି ଅଛି ନା ସେ ଶିମିଳିପାଳ ନ୍ୟାସନାଲ ପାର୍କ। ଆଉ ଯଦି ଲୋକେସନ ପଚାରେ ମୟୂରଭଞ୍ଜ। ୟାର କେତେ, 150। ଆଉ ବରେଇ ପାଣି ତ ଫାର୍ଷ୍ଟ ଆମର ଓଡିଶାର 1 ନମ୍ବର କ'ଣ ୱାଟରଫଲ, ଯାହାର ଲେନ୍ଥ କେତେ, 400 ମିଟର। ମନେ ରହିବ। ଏତିକି ଗଲା କ'ଣ ଶିମିଳିପାଳ ନ୍ୟାସନାଲ ପାର୍କ ବିଷୟରେ। ତାପରେ ଆସିବୁ ଆଉ ଗୋଟେ ନ୍ୟାସନାଲ ପାର୍କ କ'ଣ, ଭିତରକନିକା ନ୍ୟାସନାଲ ପାର୍କ।
ଭିତରକନିକା ନ୍ୟାସନାଲ ପାର୍କ କୋଉଠି ଅଛି ନା ନର୍ଦର୍ନ ଇଷ୍ଟ ଅଫ କେନ୍ଦ୍ରାପଡା ହେଲା ନର୍ଦର୍ନ ଇଷ୍ଟ ମାନେ ନର୍ଥ ସାଇଡ ର ଇଷ୍ଟ वन ଏଇ ଆଡକୁ ହେଲା ନର୍ଦର୍ନ ଇଷ୍ଟ କେନ୍ଦ୍ରାପଡାର ରହିଛି କେବେ ଏଷ୍ଟାବ୍ଲିଶ ହେଇଥିଲା ନା 1988 ତେଣୁ ଫାଷ୍ଟ ହେଇଥିଲା କେତେ ନା ଶିମିଳିପାଳଟା ଫାଷ୍ଟ ହେଇଥିଲା ସେକେଣ୍ଡ କୁ ଭିତରକନିକା ଆସିଲା ଏଟା 1980 ରେ ଏଟା 1988 ରେ ଏରିଆ କେତେ ଅଛି 145 ଯଦି ଏରିଆ ଆକାର ବି ଦେଖିବେ ତାହେଲେ ଶିମିଳିପାଳ ବି ଅଧିକା ଏଠି କମ୍ପେୟାର କରି ଆପଣ ସବୁବେଳେ ମନେ ରଖିବା ଚେଷ୍ଟା କରିବେ ଶିମିଳିପାଳଟା ବଡ 845 ଏଟା 145 45 45 କିନ୍ତୁ 800 ଏଟା 145 ସ୍କ୍ୱାର କିଲୋମିଟର ଆଉ ଯଦି ଆପଣ କଣ ଫ୍ଲୋରା ମାନେ କଣ ଗଛ ପତ୍ର ଫୁଲ ଫଳ ବିଷୟରେ କହିବେ ତାହେଲେ ଏଠି ସୁନ୍ଦରୀ ଗଛ ଗୁଡାକ ଅଛି ଥସ୍ତପିଆ ଟିକ ଆଉ ସାଲାଇଆ ବାମ୍ବ ଏଗୁଡା ସବୁ ଗଛ ରହିଛି ଫନା ବା ଆମର ଉଦ୍ଭିଦ ପ୍ରାଣୀ କହିବାକୁ ଗଲେ କଣ ଅଛି ନା ହ୍ୱାଇଟ କ୍ରୋକୋଡାଇଲ ବହୁତ ବହୁତ ଇମ୍ପୋର୍ଟାଣ୍ଟ ଏବେ ପରୀକ୍ଷାରେ ବାରମ୍ବାର ପଚାରୁଛି ଯେ କୋଉ ନ୍ୟାସନାଲ ପାର୍କରେ ଆମର ହ୍ୱାଇଟ କ୍ରୋକୋଡାଇଲ ଦେଖାଯାଉଛି ଆଉ ଅଲିଭେଡାଇଲ ଜାଣିଥିବେ ଭିତରକନିକାରେ ଦେଖାଯାଏ ଏଟା ସବୁ ରହିଛି ଇମ୍ପୋର୍ଟାଣ୍ଟ ହଉଛି କଣ ହ୍ୱାଇଟ କ୍ରୋକୋଡାଇଲ ବୁଝିପାରିଲେ ତାପରେ ଯିବା ହେଲା କଣ ପଏଣ୍ଟ ଦେଇଛି ଇଟ ଇଜ ଦ वन ଅଫ ଦ 5 ମେରାଇନ ପ୍ରୋଟେକ୍ଟେଡ ଏରିଆ ଇନ ଦ ଷ୍ଟେଟ ହେଲା ପାଞ୍ଚଟା ଆମର ମେରାଇନ ପ୍ରୋଟେକ୍ଟେଡ ଏରିଆ ଅଛି ହେଲା ତା ଭିତରୁ ଏଟା ବି क्वेश्चन ପଚାରୁଛି ଯେ ଅପସନ ଦେଇଥିବ ୟା ଭିତରୁ କୋଉଟା ଗୋଟେ କଣ ମେରାଇନ ପ୍ରୋଟେକ୍ଟେଡ ଏରିଆ ସେଟା ମାରିବେ କଣ ଭିତରକନିକା ନ୍ୟାସନାଲ ପାର୍କ ଇଟ ଅଲସୋ ପ୍ରୋଟେକ୍ଟେଡ ଦ preserve of mangrove forest which is the second largest mangrove habitation in India ଆଉ ଗୋଟେ କଣ ଅଛି ନା ଏଠି ଇଣ୍ଡିଆର ସେକେଣ୍ଡ ହାଇଏଷ୍ଟ କଣ ଅଛି ମ୍ୟାଙ୍ଗ୍ରୋଭ ଫରେଷ୍ଟ ମାନେ କଣ ମ୍ୟାଙ୍ଗ୍ରୋଭ ମାନେ କଣ ଯୋଉଟାକୁ ଯୋଉ ହେନ୍ତାଳ ବଣ ଦେଖାଯାଏ ହେଲା ସେଇ ଫରେଷ୍ଟଟା ରହିଛି କୋଉଠି ଭିତରକନିକା ନ୍ୟାସନାଲ ପାର୍କରେ ହେଲା ମନେ ରହିବ ତାପରେ ଅଛି ଇଟ ରେକଗ୍ନାଇଜ ବା ରାମସାର ସାଇଟ 2002 ମସିହାରେ ମିଳିଥିଲା ୟାକୁ ଆଉ କଣ ଅଛି ଆମର 3 ରିଭର୍ସ ଫ୍ଲୋଇଂ ଥ୍ରୋ ଆମର ଫାଷ୍ଟ କଣ କହିଥିଲି ଶିମିଳିପାଳରେ କେତେଟା ଥିଲା 12ଟା ଥିଲା ସେମିତି ଭିତରକନିକାରେ ମନେ ରଖିତେ କେତେଟା ଅଛି ନା ଆମର 3 ତେଣୁ 12ଟା ରିଭର ଅଛି ଶିମିଳିପାଳ 3ଟା ଅଛି ଭିତରକନିକା ସେ 3ଟା କଣ କଣ ଏଇ ଯୋଉ ଆମର ଭିତରକନିକା ଦେଇ ଯାଇଛି ବ୍ରାହ୍ମଣୀ ବୈତରଣୀ ଆଉ କଣ ଧାମରା ମନେ ରହିବ ଏତିକି ନ୍ୟାସନାଲ ପାର୍କ ସରିଗଲା ତାପରେ ଦେଖିବା ୱାଇଲ୍ଡ ଲାଇଫ ସେଞ୍ଚୁରୀ ୱାଇଲ୍ଡ ଲାଇଫ ସେଞ୍ଚୁରୀ କେତେ କଣ ରହିଛି ୱାଇଲ୍ଡ ଲାଇଫ ସେଞ୍ଚୁରୀ ଅଲସୋ ପ୍ରୋଟେକ୍ଟେଡ ଏରିଆ ବାଇ but they allow some human activities to protect and the conserving wildlife ecosystem ନ୍ୟାସନାଲ ପାର୍କରେ ପୁରା ପ୍ରିଜର୍ଭ କରି କାହାକୁ ଏଲାଉ କରାନଉଥିଲା ଗଭର୍ଣ୍ଣମେଣ୍ଟ ତା ନିଜ ହାତରେ ସେଗୁଡାକ ରଖୁଥିଲା ତାକୁ ପ୍ରୋଟେକ୍ଟ ଦଉଥିଲା ସବୁ ଯାହା ବି ଆପଣ ଆକ୍ଟିଭିଟି କରିବା ପାଇଁ ପଡୁଥିଲା ପରମିଶନ ନେଇ କରିବାକୁ ପଡୁଥିଲା କିନ୍ତୁ ୱାଇଲ୍ଡ ଲାଇଫ ସେଞ୍ଚୁରୀରେ କଣ ହଉଛି କିଛିଟା ମାତ୍ରାରେ କଣ ହଉଛି ହ୍ୟୁମାନ ଆକ୍ଟିଭିଟିକୁ ପ୍ରୋଟେକ୍ଟିଭ ପାଇଁ ମାନେ ପ୍ରୋଟେକ୍ଟିଂ କରିବା ପାଇଁ ରଖାହେଇଛି ଏଇଟା ରହିଲା କଣ ନ୍ୟାସନାଲ ପାର୍କ ଆଉ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଭିତରେ ଡିଫରେନ୍ସ ଆମର ଟୋଟାଲ ଆମର ଓଡିଶାରେ କେତୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ଅଛି ମନେ ରଖିଥିବେ 19ଟି ୱାଇଲ୍ଡ ଲାଇଫ ସେଞ୍ଚୁରୀ ଅଛି ହେଲା କାହା ଅନୁସାରେ ଟିକେ ଆଗରୁ କହି ଆସିଲି କଣ ଏଇ ଯୋଉ ଆମର ଡାଟାଟା ଦଉଛି କିଏ ନା UNVIS ଆପଣଙ୍କ ମନ ଇଚ୍ଛା ନାହିଁ ଆମେ କହିଦବା ଆମ ନ୍ୟାସନାଲ ପାର୍କ ଆମର ଆପଣ ଡିକ୍ଲେୟାର କରିଦେବେ 4ଟା ତେଣୁ ଯିଏ ହଉ ଜଣେ କହିବା ଦରକାର ନୁହଁ ଆମେ କହିଦେବି ୱାଇଲ୍ଡ ଲାଇଫ ସେଞ୍ଚୁରୀ ଆମର କେତେ ଅଛି 15ଟା ଅଛି ତେଣୁ ସେମିତି ହେଇପାରିବନି ୟାକୁ ଗୋଟେ କଣ ଡାଟା ଦବା ଦରକାର ସେ ହଉଛି କିଏ ENVIS ହେଲା ୟା ପୂର୍ବରୁ ମନେ ରଖିଥିବେ ପରୀକ୍ଷାରେ ପଚାରେ ତାପରେ କହିଲା ଗହିରମଥା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଇଜ ଦ ଲାର୍ଜେଷ୍ଟ ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା ମନେ ରଖିଥିବେ ଏଇଟା ବେଳେ ପଚାରେ ଯେ ଆମର ଟୋଟାଲ 19ଟା ୱାଇଲ୍ଡ ଲାଇଫ ସେଞ୍ଚୁରୀ ମଧ୍ୟରୁ କୋଉଟା ହଉଛି ସବୁଠାରୁ ବଡ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଗହିରମଥା ହଉଛି ସବୁଠୁ ବଡ ସବୁଠୁ ଛୋଟ କହିବାକୁ ଗଲେ ସମସ୍ତେ ଜାଣିଛନ୍ତି କଣ ନନ୍ଦନକାନନ ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା ନନ୍ଦନକାନନ ହଉଛି ସବୁଠୁ ଛୋଟ ଗହିରମଥା ହଉଛି ସବୁଠୁ ବଡ ୱାଇଲ୍ଡ ଲାଇଫ ସେଞ୍ଚୁରୀ 19ଟା ଭିତରୁ ଗହିରମଥା ସବୁଠୁ ବଡ ନନ୍ଦନକାନନ ହଉଛି ସବୁଠୁ ଛୋଟ ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା ତାପରେ ଦେଖିବା ଫାଷ୍ଟ ହଉଛି କଣ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଭିତରୁ ଭଦ୍ରମା ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା ଭଦ୍ରମା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଅଛି କୋଉଠି ନା ସମ୍ବଲପୁରରେ ରହିଛି ସମ୍ବଲପୁର ଏଷ୍ଟାବ୍ଲିଶ ହେଇଥିଲା 1962 ମସିହାରେ ଏରିଆ କହିବାକୁ ଗଲେ 304.03 ସ୍କ୍ୱାର କିଲୋମିଟର ହେଲା ଏଠି ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ ଯଦି ଫ୍ଲୋରା ଆପଣ କହିବେ ମୋଏଷ୍ଟ ସାଲ ଫରେଷ୍ଟ ଡୋମିନେଟେଡ ମିକ୍ସଡ ଡେସିଡୁଆସ ଫରେଷ୍ଟ ସେଟା ସବୁ ବାମ୍ବ ଫରେଷ୍ଟ ଦେଖାଯାଏ ସେତେ ଇମ୍ପୋର୍ଟାଣ୍ଟ ନାହିଁ ଫନା ଯଦି ଦେଖିବେ ଟାଇଗର ଏଲିଫେଣ୍ଟ ସବୁ ରହିଥାନ୍ତି ତ ଇମ୍ପୋର୍ଟାଣ୍ଟ କଣ ଅଛି ହାଇନା ଦେଖାଯାଏ ଆଉ ବାଇଜନଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ଏଟା ପରୀକ୍ଷାରେ ବାରମ୍ବାର ପଚାରେ ଯେ କୋଉଠି ଆମର ବାଇଜନ ପଶୁଟା ଦେଖାଯାଏ ବଦ୍ରମା ୱାଇଲ୍ଡ ଲାଇଫ ସେଞ୍ଚୁରୀ ସମ୍ବଲପୁରରେ ଅଛି ବଦ୍ରମା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଯୋଉଠି ହାଇନା ଆଉ ବାଇଜନ ଦେଖାଯାଏ ଆଉ ଗୋଟେ କଣ ୟାର ନାଁ ଅଲଗା ଅଛି ଇଟ ଇଜ ଅଲସୋ ନୋନ ଏଜ ଦ ଉଷାକୋଟି ସେଞ୍ଚୁରୀ ହେଲା ଏଟା ବି ବେଳେ ପଚାରି ଦିଏ ହେଲା ଅପସନରେ ଆପଣ କଣ ବଦ୍ରମା ନଥିବ ଉଷାକୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀଟା କୋଉଠି ଅଛି ସମ୍ବଲପୁରରେ ରହିଛି ଶିମିଳିପାଳ ନୁହେଁ ସମ୍ବଲପୁର ହେଲା ଉଷାକୋଟି ୱାଇଲ୍ଡ ଲାଇଫ ସେଞ୍ଚୁରୀଟା ଅଛି କୋଉଠି ଆମର ସମ୍ବଲପୁରରେ ଯୋଉଠି ବାଇଜନ ପଶୁଟା ଦେଖାଯାଏ ସବୁ ଆପଣ ପଢେଇବେ ଗୋଟେ ତା ଭିତରୁ ଏକ୍ସାମ ଓରିଏଣ୍ଟେଡ କିଛି ପଏଣ୍ଟ ଥାଏ ସେଟା କହିଦଉଛି ଆପଣଙ୍କୁ ଆଉ ହେଲା ଆଉ କଣ ଦେଖିବା ନା ଇଟ ଇନକ୍ଲୁଡ୍ସ ଦ ବଦ୍ରମା ରିଜର୍ଭ ଫରେଷ୍ଟ ଉଷାକୋଟି ରିଜର୍ଭ ଫରେଷ୍ଟ ହେଲା ଏଟା ସବୁ ଫରେଷ୍ଟ ଗୁଡାକ ରହିଛି ତାକୁ ନେଇକି ଏଇଟା ଟୋଟାଲଟା ଆମର ବଦ୍ରମାଟା ରହିଛି ହୀରାକୁଦ ଡ୍ୟାମ ଇଜ ଲୋକେଟେଡ ଅନ ଦ ୱେଷ୍ଟ
ସାଇଡ୍ ଅଫ୍ ସେଞ୍ଚୁରୀ ଏ ଯୋଉ ଆମର ହୀରାକୁଦ ଡ୍ୟାମ ଟା ରହିଛି ହେଲା, ହୀରାକୁଦ ଡ୍ୟାମ ଟା କଣ ତାର କୋଉ ସାଇଡ୍ ରେ ୱେଷ୍ଟ ସାଇଡ୍ ରେ, ମାନେ ଏଇଟା ଯଦି ହୀରାକୁଦ ଡ୍ୟାମ ହବ କୋଉଠି ୱେଷ୍ଟ ସାଇଡ୍, ଏଇ ସାଇଡ୍ କୁ ଆମର ଦେଖାଯାଏ କଣ ସେଞ୍ଚୁରୀ ଟାର କୋଉ ସାଇଡ୍ କୁ, ଏଇଟା ଯଦି ଆମର କଣ ଭଦ୍ରମା ୱାଇଲ୍ଡ ଲାଇଫ ସେଞ୍ଚୁରୀ ହୁଏ ତାର ଏଇ ସାଇଡ୍ କୁ ୱେଷ୍ଟ ସାଇଡ୍ କୁ କଣ ଦେଖାଯାଏ ହୀରାକୁଦ ଡ୍ୟାମ ଟା ଦେଖାଯାଏ। ମନେ ରଖିଥିବେ ବେଳେ ବେଳେ କ୍ୱେଶ୍ଚନ ପଚାରି ଦେଇପାରେ ଯେ କୋଉ ୱାଇଲ୍ଡ ଲାଇଫ ସେଞ୍ଚୁରୀର ୱେଷ୍ଟ ସାଇଡ୍ କୁ ହୀରାକୁଦ ଡ୍ୟାମ ଦେଖାଯାଏ, ନା ଭଦ୍ରମା ବା ଉଷାକୋଠି ସେଞ୍ଚୁରୀ, ଆଉ କଣ ମହାନଦୀ ରିଭର ହେଲା ସାଇଡ୍ ରେ ଦେଖାଯାଏ ଆଉ ମନେ ରଖିଥିବେ। ତାପରେ ଦେଖିବା ନେକ୍ସଟ କଣ ଅଛି, ଭିତରକନିକା ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା, ଭିତରକନିକା ୱାଇଲ୍ଡ ଲାଇଫ ସେଞ୍ଚୁରୀ କୋଉଠି ଅଛି ନା ଆମର କେନ୍ଦ୍ରାପଡା, ଯେଟା କଣ ଇଷ୍ଟୁରେନ୍ ରିଜିୟନ ଅଫ ବ୍ରାହ୍ମଣୀ ବୈତରଣୀ ରିଭର ଏଟ କେନ୍ଦ୍ରାପଡା ହେଲା, କେନ୍ଦ୍ରାପଡା ସାଇଡ୍ ରେ ବ୍ରାହ୍ମଣୀ ଆଉ ବୈତରଣୀର ମିକ୍ସଡ ଯୋଉଠି ମିଶିଛନ୍ତି ସେଇ ଜାଗାରେ କଣ ରହିଛି ନା ଆମର ଭିତରକନିକା ୱାଇଲ୍ଡ ଲାଇଫ ସେଞ୍ଚୁରୀ। ଆଉ ଏଷ୍ଟାବ୍ଲିଶ ହେଇଥିଲା କେତେ 1975 ମସିହାରେ, ଏରିଆ 525 କିଲୋମିଟର ସ୍କ୍ୱାର କିଲୋମିଟର ରହିଛି। ଏଥିର ଇମ୍ପୋର୍ଟାଣ୍ଟ କଣ ଯଦି ଆପଣ ଫ୍ଲୋରା କଥା କହିବେ ମ୍ୟାଙ୍ଗ୍ରୋଭ ଫରେଷ୍ଟ ବାମ୍ବୋ ଏଇଟା ସବୁ ଦେଖାଯାଏ। ଫନା କଥା କହିଲେ ଆପଣ କଣ ଅଲିଭ୍ କଇଁଛ, ଯୋଉଟା କି ଆପଣ ଭିତରକନିକା ଆମର ନ୍ୟାସନାଲ ପାର୍କ ରେ କହିଥିଲି ହେଲା, ଏଗୁଡା ସବୁ ରହିଛି। ତାପରେ ଦେଖିବା କଣ ଅଛି, ଇଟ କ୍ରିସ୍ କ୍ରସ୍ଡ ୱିଥ୍ ଦ ଟାଇଡାଲ ଏଣ୍ଡ inundated creek and bordered by the beach which is home of thousands of olive tortoise during the January April ଭିତରେ ସେମାନେ ଆସିଥାନ୍ତି olive କଇଁଛ ମାନେ ଅଣ୍ଡା ଦେବା ପାଇଁକା ହେଲା। ତେଣୁ ଏଇଟା ଇମ୍ପୋର୍ଟାଣ୍ଟ। ତାପରେ ଆସିବ କଣ ସାତକୋଶିଆ ଜର୍ଜିଓ ୱାଇଲ୍ଡ ଲାଇଫ ସେଞ୍ଚୁରୀ, ସାତକୋଶିଆ ଜର୍ଜିଓ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଲୋକେସନ ଟା କୋଉଠି ଅଛି ନା ଆମର ଅନୁଗୁଳ ଡିଷ୍ଟ୍ରିକ୍ଟ ଏଣ୍ଡ ଏଡଜଏଣ୍ଟ ବାଇ ବୌଦ୍ଧ ଆଉ ନୂଆଗଡ ଆଉ କଟକ ହେଲା। ଏଇଠି ସବୁ ମାନେ ନାଇଁ କି ଗୋଟେ ଡିଷ୍ଟ୍ରିକ୍ଟ ଉପରେ ଅଛି, ସେ ଦି ତିନିଟା ଡିଷ୍ଟ୍ରିକ୍ଟ ମଝିରେ ବି ଥାଏ, ଯେମିତି କି ଏଟା କଣ ସାତକୋଶିଆ ହେଲା। ଏଷ୍ଟାବ୍ଲିଶ ହେଇଥିଲା କେତେ 1976, ଏଟା ଖାଲି ମନେ ରଖିବେ ଯଦି ମନେ ରଖନ୍ତୁ, ନହେଲେ ଏମିତି ମସି ମସି ଏବେ ପଚାରୁନି। ଇମ୍ପୋର୍ଟାଣ୍ଟ ପଏଣ୍ଟ ଯୋଉଟାକୁ ମୁଁ କହିଦଉଛି ଆସ୍ତେ ଆସ୍ତେ ହେଲା, କିଛି ନାହିଁ। ଏରିଆ 745 ସ୍କ୍ୱାର କିଲୋମିଟର। ଆଉ ଫ୍ଲୋରା କଥା କହିଲେ ସେମିତି ଡେସିଡସ୍ ଫରେଷ୍ଟ ଆଉ ଶାଲ ଏଟା ସବୁ ଦେଖାଯାଏ। ଫନା କଥା କହିବାକୁ ଗଲେ ମଗର କ୍ରୋକୋଡାଇଲ ଏଲିଫେଣ୍ଟ ଲିଓପାର୍ଡ ଗୁର ବ୍ଲାକ୍ ବିୟର ହେଲା ସ୍ଲୋ ଲାଉର ଏଗୁଡା ସବୁ ଦେଖାଯାଇଥାଏ ଯଦି ଆପଣ ଏନିମଲ କଥା କହିବେ। ତାପରେ ଗୋଟେ ଅଛି କଣ ସାତକୋଶିଆ ଜର୍ଜିଆ ଇଜ ଏ ପାର୍ଟ ଅଫ ଏକ୍ସଟେନସନ ମହାନଦୀ ରିଭର ହ୍ୱିଚ ଇଜ ନାଉ ଏ ରାମସର ସାଇଡ ଫ୍ରମ 2021 ହେଲା, ଏଟା ଟିକେ ମନେ ରଖିଥିବେ ହେଲା। ତାପରେ ଆସିଲା କଣ ଅଛି ନା ଆମର ଶିମିଳିପାଳ ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା। ଶିମିଳିପାଳ ୱାଇଲ୍ଡ ଲାଇଫ ସେଞ୍ଚୁରୀ କୋଉଠି ଅଛି ନା ମୟୂରଭଞ୍ଜରେ ହେଲା। ମୟୂରଭଞ୍ଜରେ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଶିମିଳିପାଳ ୱାଇଲ୍ଡ ଲାଇଫ ସେଞ୍ଚୁରୀ ରହିଲା। ଏଷ୍ଟାବ୍ଲିଶ ହେଇଥିଲା କେବେ ନା 1979 ମସିହାରେ। ଟୋଟାଲ ଏରିଆ କହିବାକୁ ଗଲେ 1354.30 ସ୍କ୍ୱାର କିଲୋମିଟର ହେଲା। ଏଠି ଫ୍ଲୋରା କଣ ସାଲ ସେମି ଏଭରଗ୍ରୀନ ଫରେଷ୍ଟ ରହିଲା, ଟ୍ରପିକାଲ ଡ୍ରାଇ ଡେସିଡୁଆସ ଫରେଷ୍ଟ ଗୁଡାକ ରହିଲା, ବୁଝିପାରିଲେ। ତାପରେ ଯିବା ଆମର କୋଉଠି ନା ଆମର ଫନା କଥା। ଫନା କଥା ଦେଖିଲେ କଣ ହବ, କଣ ଅଛି ଟାଇଗର ଏଲିଫେଣ୍ଟ, କିନ୍ତୁ ଏଠି କଣ କହିଥିଲି ଆମର ଫୋର ହର୍ନ ଏଣ୍ଟିଲୋପ କଥା କହିଥିଲି, ଯୋଉଠି କି କଣ ଅଛି ଇମ୍ପୋର୍ଟାଣ୍ଟ ଅଛି ପରୀକ୍ଷାରେ ପଚାରେ ହେଲା। ମୟୂରଭଞ୍ଜରେ ଅଛି ଶିମିଳିପାଳ ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା, ମନେ ରହିବ। ଇଣ୍ଡିଆନ ହିଲ ବି ଅଛି, ତଥାପି ଇମ୍ପୋର୍ଟାଣ୍ଟ କଣ ଅଛି ଫୋର ହର୍ନ ଏଣ୍ଟିଲୋପ ଟା ଇମ୍ପୋର୍ଟାଣ୍ଟ ଅଛି। ତାପରେ ଆସିବ ନନ୍ଦନକାନନ, ଯେଟା କି ହଉଛି ସବୁଠୁ ଛୋଟ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଭିତରେ ସବୁଠୁ ଛୋଟ ଓଡିଶାରେ। ଲୋକେସନ କଣ ଚନ୍ଦ୍ରକା ଫରେଷ୍ଟ, ଯୋଉଟା କି ଖୋର୍ଦ୍ଧାରେ ଅଛି ହେଲା। ଚନ୍ଦ୍ରକା ଫରେଷ୍ଟ ରେ ରହିଛି। ବେଳେବେଳେ ପଚାରନ୍ତି ନନ୍ଦନକାନନ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଟା କୋଉ ଫରେଷ୍ଟ ରେ ଅଛି ନା ଚନ୍ଦକା ଫରେଷ୍ଟ ରେ ରହିଛି, ଯୋଉଟା କି ଖୋର୍ଦ୍ଧାରେ। ଏଷ୍ଟାବ୍ଲିଶ ହେଇଥିଲା କେତେ 1979 ମସିହାରେ। ୟାର ଏରିଆ କେତେ 14.16 ସ୍କ୍ୱାର କିଲୋମିଟର। ଏଟା ମନେ ରଖିଥିବେ, ବେଳେବେଳେ ପଚାରେ ଯେହେତୁ ଏଟା ଛୋଟ ବେଳେବେଳେ ପଚାରିଦିଏ ୟାର ଏରିଆ କେତେ। ନନ୍ଦନକାନନ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଏରିଆ କେତେ ହଉଛି 14.16 ସ୍କ୍ୱାର କିଲୋମିଟର। ଫ୍ଲୋରା କଥା କହିଲେ ସେ ବାମ୍ବୋ ସେମି ଏଭରଗ୍ରୀନ ଫରେଷ୍ଟ ଦେଖାଯାଏ। ଫନା କଥା କହିଲେ ଇଣ୍ଡିଆନ ପେଙ୍ଗୁଇନ ହ୍ୱାଇଟ ଟାଇଗର ହେଲା। ଏଇଟା ହଉଛି କଣ ଇମ୍ପୋର୍ଟାଣ୍ଟ, ହ୍ୱାଇଟ ଟାଇଗର ଟା ମନେ ରଖିଥିବେ ହେଲା। ନନ୍ଦନକାନନ ମିଳେ ଏଟା ଘଡିଆଳ କୁମ୍ଭୀର ଆଉ ଯୋଉ ଲିଓପାର୍ଡ ମାଉସ ডিଅର ଏଇଟା ସବୁ ଦେଖାଯାଇଥାଏ। ଇଟ ଇଜ ଦ ଓନଲି କନଜରଭେସନ ବ୍ରିଡିଂ ସେଣ୍ଟର ଇନ ଇଣ୍ଡିଆ ପଙ୍ଗୋଲିଆନ ଇନ ଦ ୱାର୍ଲଡ ହେଲା। ଏଟା ହଉଛି ଇଣ୍ଡିଆର ଗୋଟେ ହିଁ କେବଳ ବ୍ରିଡିଂ ସେଣ୍ଟର ହେଲା, କନଜରଭେସନ ବ୍ରିଡିଂ ସେଣ୍ଟର ଇନ ଇଣ୍ଡିଆ। ମନେ ରଖିଥିବେ ଏଇଟା ହଉଛି ଇଣ୍ଡିଆର ଟୋଟାଲ ବ୍ରିଡିଂ ସେଣ୍ଟର ଭିତରେ ଗୋଟେ କେବଳ ଅଛି। It consists of geological park and a botanical garden and become the first zoo in the world to join the World Association Zoo and Aquarium ହେଲା। ମାନେ ଇ ୱାର୍ଲଡ ର ପ୍ରଥମ ଯେଟା କି ଆମର କଣ କୁହାଯାଇଛି ଜୁ, ଯୋଉଟା କି ତାର ସେଠି ୱାର୍ଲଡ ଆସୋସିଏସନ ରେ ଜଏନ କରିଥିଲା, ଯୋଉଥିରେ କି ଜୁ ଆଉ ଏକ୍ୱାରିୟମ ଦିଟା ହିଁ ଥିଲା 2009 ମସିହାରେ। ଏଟା ଇମ୍ପୋର୍ଟାଣ୍ଟ ଅଛି ଦେଖିଦେବେ ଟିକେ ହେଲା।
ପଚାରୁଛି ଏବେ ଟିକେ ଏମିତି କ୍ୱେଶ୍ଚନ। ତାପରେ ଦ ପାର୍କ ନେମ୍ଡ ଆଫ୍ଟର ଦ ସଂସ୍କୃତ ଫେଜ ନନ୍ଦନକାନନ ହ୍ୱିଚ ମିନ୍ସ ଦ ଗାର୍ଡେନ ଅଫ ହେଭେନ। ଏବେ ବି କ୍ୱେଶ୍ଚନ ପଚାରୁଛି ଯେ କୋଉ ୱାଇଲ୍ଡ ଲାଇଫ ସେଞ୍ଚୁରୀକୁ ଆମେ ଗାର୍ଡେନ ଅଫ ହେଭେନ ବୋଲି କହୁ। କଣ ନନ୍ଦନକାନନକୁ ଆମେ କଣ ତାର ସାଂସ୍କୃତିକ ଫେଜେସ୍ ଅଛି ସେଇ ଅନୁସାରେ ଆମେ କଣ କହୁ ଦ ଗାର୍ଡେନ ଅଫ ହେଭେନ ବୋଲି ନନ୍ଦନକାନନକୁ ୱାଇଲ୍ଡ ଲାଇଫ ସେଞ୍ଚୁରୀକୁ ଆମେ କହିଥାଉ। ଇଟ ଇଜ ଅଲସୋ ଦ ଫାଷ୍ଟ ଏଷ୍ଟାବ୍ଲିଶ ଦ captive breeding center for ଘରିଆଳ and also include the white tiger breeding center। যেটা ଆପଣ କହିଲି ଇଣ୍ଡିଆର ଫାଷ୍ଟ ବ୍ରିଡିଂ ସେଣ୍ଟର ହେଇଥିଲା ଯେ କାହା ପାଇଁ ଘରିଆଳ ଆଉ ହ୍ୱାଇଟ ଟାଇଗର ବ୍ରିଡିଂ ହେଲା। ବେଳେ ପଚାରିଦିଏ ଆପଣ ପଢିଥିବେ ଯେ ବ୍ରିଡିଂ ସେଣ୍ଟର ଏଟା ପ୍ରଥମେ ହେଇଥିଲା କିନ୍ତୁ କାହା ପାଇଁ ଘରିଆଳ କୁମ୍ଭୀର ଆଉ ଯୋଉ ହ୍ୱାଇଟ ଟାଇଗର ବ୍ରିଡିଂ ପାଇଁ ହେଇଥିଲା। ତାପରେ କ୍ୱେଶ୍ଚନ ହଉଛି କଣ ବାଇସିଲିପାଲ ପାଲି ୱାଇଲ୍ଡ ଲାଇଫ ସେଞ୍ଚୁରୀ ଲୋକେସନ ହଉଛି ନୂଆଗଡରେ ଏଷ୍ଟାବ୍ଲିଶ 1981 ମସିହାରେ। ଏରିଆ ହଉଛି 168.35 ମଏଷ୍ଟ ଡିସିଡୁଆରୀ ଫରେଷ୍ଟ ଦେଖାଯାଏ। ଫନା କଥା କହିଲେ ଏସିଆନ ଏଲିଫେଣ୍ଟ ଟାଇଗର ଲିଓପାର୍ଡ ଏଟା ସବୁ ଦେଖାଯାନ୍ତି। ଇଟ ଇଜ ଲୋକେଟେଡ in the close proximity of the ସାତକୋଶିଆ ଜର୍ଜ ୱାଇଲ୍ଡ ଲାଇଫ ସେଞ୍ଚୁରୀ where the ମହାନଦୀ ରିଭର flows the eastern highland ହେଲା। ମହାନଦୀ ଇଷ୍ଟର୍ନ ରେ ଅଛି ସାତକୋଶିଆ ଟାଇଗର ରିଜର୍ଭ डिजाइन्ड in 2007 which include the ବିସିଲପାଲି ୱାଇଲ୍ଡ ଲାଇଫ ସେଞ୍ଚୁରୀ and ସାତକୋଶିଆ ଜର୍ଜିଆ ୱାଇଲ୍ଡ ଲାଇଫ ସେଞ୍ଚୁରୀ ହେଲା। ଏତେ ସେତେ ଇମ୍ପୋର୍ଟାଣ୍ଟ ନାହିଁ। ତାପରେ ଦେଖିବା କଣ ଚନ୍ଦକା ଧିମପୁରା ଦମପୁରା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଲୋକେସନ କୋଉଠି ଖୋର୍ଦ୍ଧା ଏଣ୍ଡ ପାର୍ସିଆଲି କଟକରେ ଅଛି। 1982 ମସିହାରେ ଏଷ୍ଟାବ୍ଲିଶ ହେଇଥିଲା। 175.79 ସ୍କ୍ୱାର କିଲୋମିଟର ହେଇଥିଲା। ମୋଷ୍ଟ ସେମି ଏଭରଗ୍ରୀନ ଫରେଷ୍ଟ ଅଛି। ଆଉ ଫନା କଥା କହିବାକୁ ଗଲେ ଆନିମାଲ ସେମିତି କଣ ଏଲିଫେଣ୍ଟ ଅଛି ଲିଓପାର୍ଡ ଅଛି ଚିତଲ ବାର୍କିଂ ଡିଅର ହେଲା। ଇମ୍ପୋର୍ଟାଣ୍ଟ ଅଛି ବାର୍କିଂ ଡିଅର ଟା ମନେ ରଖିଥିବେ ଟିକେ ବାର୍କିଂ ଡିଅର ଟା ପଚାରେ ବେଳେ ବେଳେ ହେଲା। ଆଉ କଣ ରହିଲା ଇଟ ଇଜ ବର୍ଡର ୱିଥ ଦ ମହାନଦୀ ରିଭର ଇନ ଦ ନର୍ଥ ହେଲା। এটা বর্ডর করুচি কাহাকু মহানদী রিভর কু মানে উপর সাইডে নর্থ সাইডে করুচি। ইন্ডিয়ান এলিফ্যান্ট ইজ দা ফ্ল্যাগশিপ স্পেসিস ইন দিস অফ দিস সেঞ্চুরি ହେଲା। মনে ରଖିଥିବେ এই ଯୋଉ ଇଣ୍ଡିଆନ ଏଲିଫେଣ୍ଟ ଟା କୋଉଠି ଏଇ ଯୋଉ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଦେଖାଯାଏ ମାନେ ସେଇଠି ହିଁ କେବଳ ଦେଖାଯାଏ। ଚନ୍ଦକା ଏଲିଫେଣ୍ଟ ସେଞ୍ଚୁରୀ ଇଜ ଦ ମେଜର ଟୁରିଷ୍ଟ ଆଟ୍ରାକ୍ସନ which includes elephants safari ନେଚର ୱାକ୍ସ ବୋଟ ରାଇଡ ଏଗୁଡା ସବୁ ଦେଖାଯାଏ। ଆଉ ଯେହେତୁ ହାତୀ ପାଇଁ ପ୍ରସିଦ୍ଧ ତେଣୁ ସେଥିପାଇଁ ସାଫାରି ମାନେ କଣ ସେଠି ଗାଡି ନେଇକି ଆପଣ ଯାଇକି ବୁଲିକି ଦେଖିପାରିବେ। ତା ଭିତରେ ହାତୀ ମାନଙ୍କୁ ଯୋଉ ମାନେ ବୁଲୁଥିବେ ଏକୁଟିଆ ସେଟା କଣ ସଫାରି ବୋଲି କୁହନ୍ତି। ଏଇଟା ଇମ୍ପୋର୍ଟାଣ୍ଟ ଅଛି। ତାପରେ ହଉଛି ବାଲୁକଣ୍ଡ କୋଣାର୍କ ୱାଇଲ୍ଡ ଲାଇଫ ସେଞ୍ଚୁରୀ ପୁରୀରେ କି ଅଛି 1984 ମସିହାରେ ହେଇଥିଲା। ଏରିଆ ହଉଛି 71.72 ସ୍କ୍ୱାର କିଲୋମିଟର। ଡ୍ରାଇ ଡେସିଡୁଆସ ଦେଖାଯାଏ ହେଲା। ବ୍ଲାକ ବକ୍ ସ୍ପଟେଡ ଡିଅର ମଙ୍କି ସ୍କୋୟାର ଏଡେ ସବୁ ରହିଛନ୍ତି ହେଲା। ଇଟ ଇନକ୍ଲୁଡ୍ସ ଦ ରିଚ୍ ୱାଇଲ୍ଡ ଲାଇଫ ଏଣ୍ଡ ହୀରାକୁଦ ରିଜର୍ଭର। ଇଟ ଏରିଆ ଅଲସୋ ଇନକ୍ଲୁଡ ଦ ସେଣ୍ଡି ବିଚେସ୍ କୋଷ୍ଟାଲ ଡୋନ୍ ଏଣ୍ଡ ଦ ଗ୍ରୋଭ କସିରୱାନ ଟ୍ରିଜ୍ ଏସବୁ ରହିଲା। ତାପରେ ଚିଲିକାର ଯୋଉ ନଳବନ ୱାଇଲ୍ଡ ଲାଇଫ ସେଞ୍ଚୁରୀ ତା ବିଷୟରେ ପଢିବା। ଏଟା ହଉଛି ତିନିଟା ମିଶିକି ଅଛି। ପଚାରିଦିଏ ଚିଲିକାର ଯୋଉ ପୁରୀ ଖୋର୍ଦ୍ଧା ଆଉ ଗଞ୍ଜାମରେ 1987 ମସିହାରେ ଏଷ୍ଟାବ୍ଲିଶ ହେଇଥିଲା। ଏରିଆ କଥା କହିବାକୁ ଗଲେ 15.53 ସ୍କ୍ୱାର କିଲୋମିଟର। ଏକ୍ୱାଟିକ ଏଣ୍ଡ ସବ ଏକ୍ୱାଟିକ ଆନିମାଲ ସବୁ ରହିଛନ୍ତି। ଆଉ ଯଦି କହିବା ଡଲଫିନ ଗୁଡାକ ରହିଛନ୍ତି ବଟଲ ନୋଜ ଡଲଫିନ ହ୍ୱାଇଟ ବେଲ୍ଟ ସି ଇଗଲ ସବୁ ରହିଛନ୍ତି ହେଲା। ଏସବୁ ରହିଛନ୍ତି ନଳବନରେ। ଇଟ ଇଜ ଅଲସୋ ନୋନ୍ ଏଜ ଦ ନଳବନ ବାର୍ଡ ସେଞ୍ଚୁରୀ ଲୋକେଟେଡ ଇନ ଦ ଆଇଲ୍ୟାଣ୍ଡ ଅଫ ଚିଲିକା ଲେକ୍ ହେଲା। ଏଟାକୁ ଆଉ କଣ କୁହାଯାଏ ନା ନଳବନ ବାର୍ଡ ସେଞ୍ଚୁରୀ କୁହାଯାଏ ଲୋକେଟେଡ ଇନ ଦ ଆଇଲ୍ୟାଣ୍ଡ ଅଫ ଚିଲିକା ଲେକ୍ ହେଲା। ଆଇଲ୍ୟାଣ୍ଡ ଭଳିଆ ଅଛି ହେଲା ସେଇଠି ତାକୁ କଣ କୁହାଯାଏ ନଳବନ ବାର୍ଡ ସେଞ୍ଚୁରୀ ବୋଲି କୁହାଯାଇଥାଏ। ଚିଲିକା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଇଜ କମ୍ପ୍ଲିଟଲି ସମର୍ସ ଡ୍ୟୁରିଂ ଦ ମନସୁନ ମାନେ ଯେତେବେଳେ ବର୍ଷା ଆରମ୍ଭ ହୋଇଥାଏ ସେଟା ଟୋଟାଲ ପାଣି ଅଧିକା ହେଲେ କଣ ହେଇଯାଏ ନା ବୁଡିଯାଏ। ଏଣ୍ଡ ଇଜ ହୋମ ଟୁ 60% ଟୋଟାଲ ମାଇଗ୍ରେଟେଡ ବାର୍ଡ ଇନ ସ୍ପେସିସ୍ ହେଲା। ଟୋଟାଲ 60% କଣ ବାର୍ଡ ମାନେ ଆସନ୍ତି କୋଉଠିକି ମାଇଗ୍ରେଟ କରିବା ପାଇଁ ସେଇ ଆମର ନଳବଣ ୱାଇଲ୍ଡ ଲାଇଫ ସେଞ୍ଚୁରୀକୁ। ତାପରେ ବାର୍ଡସ ଆଇଲ୍ୟାଣ୍ଡ ଇନ ଇଜ ଦ ପାର୍ଟ ଅଫ ଦ ଲେକ୍ ନୋନ୍ ଏଜ ଦ ହେଭେନ ଫର ଦ ରେସିଡେଣ୍ଟ ଅଫ ମାଇଗ୍ରେଣ୍ଟ ବାର୍ଡ। ଯେଟା କହିଲି ଆପଣଙ୍କୁ କେତେ ପ୍ରକାର ବେଳେ ପଚାରିଥାଏ କେତେ ପ୍ରକାର ସ୍ପେସିସ ର ଆମର ଫିସ୍ ଦେଖାଯାନ୍ତି ସେ ଯୋଉ ନଳବନରେ। ଇଟ ଇଜ ଅଲସୋ ଏବାଉଟ 160 ସ୍ପେସିସ ଅଫ ଫିସେସ୍ ହେଲା। ମାଛ ଦେଖାଯାନ୍ତି 160 ଟା ସ୍ପେସିସ ର। ତାପରେ ଯୋଉ ଚିଲିକା ଡେଭଲପମେଣ୍ଟ ଅଥରିଟି ସେଠି ଯୋଉ ଥାନ୍ତି ହେଲା ସେଟା ବେଳେ ପଚାରିଥାଏ ସିଡିଆର ଫୁଲ କଣ ଚିଲିକା ଡେଭଲପମେଣ୍ଟ ଅଥରିଟି କେତେ ମସିହାରେ ଆମର ସେଟଅପ ହେଇଥିଲା 1992 ମସିହାରେ ଗଭର୍ଣ୍ଣମେଣ୍ଟ ଓଡିଶା ଦ୍ୱାରା। ତାପରେ ସେମାନେ କଣ ସେ ଯୋଉ ୱାଇଲ୍ଡ ଲାଇଫ ସେଞ୍ଚୁରୀ ପ୍ରୋଟେକ୍ଟ କରିବା ପାଇଁ ରହିଛନ୍ତି। ତାପରେ ଆସିବ କଣ ସୁନାବେଡା ୱାଇଲ୍ଡ ଲାଇଫ ସେଞ୍ଚୁରୀ। ସୁନାବେଡା ୱାଇଲ୍ଡ ଲାଇଫ ସେଞ୍ଚୁରୀ କୋଉଠି ଅଛି ନୂଆପଡାରେ ରହିଛି। 1988 ମସିହାରେ ହେଇଥିଲା। 500 ସ୍କ୍ୱାର କିଲୋମିଟର ଏରିଆ। ଆଉ ତାପରେ ଫ୍ଲୋରା ଯଦି କଥା କହିବା ଗଛ ପତ୍ର କଣ ସବୁ ରହିଛି ଡେସିଡୁଆସ ଟ୍ରପିକାଲ ଫରେଷ୍ଟ ରହିଛି। ଶିଶୁ ଗଛ ରହିଥାଏ ହେଲା। ଫନା କଥା କହିବାକୁ ଗଲେ ବାର୍କିଂ ଡିଅର ଦେଖାଯାଏ ସ୍ୱାମ୍ପ ଡିଅର ବି ଦେଖାଯାଏ ହେଲା।
आउ हाइना एगुड़ा सब देखा जाए इट इज बेसी आपको जेटा को इम्पोर्टेंट एनिमल गुड़ा कही दूसरी बेसी आप पढ़ी लाभ किसी ना खाली गोटे दुटा एमती जेटा इम्पोर्टेंट गुड़ाक पढ़ी दिंतु परीक्षा पढ़े बेसी पढ़े यही 7-8 लेखा पढ़े किसी दरकार हेनी पचारे आप करें है तेणु जो इम्पोर्टेंट मुझे कहीदे है पढ़ी दी चली इट इज द एडजॉइंट बाय द सीतंडी एंड उदंती सेंचुरी इन छत्तीसगढ़ है एटा दुटा मिसिकी अच्छी सीतंदी आउ उदंती सेंचुरी छत्तीसगढ़ मिसिकी तैयारी है तापर अछि इट इज द होम ऑफ 11 ब्यूटीफुल वाटरफॉल सीजनल स्ट्रीम है 12टा वाटरफॉल मिसिकी एटा तैयारी हेछि है it is also has a variety of birds with species 200 species प्रकार बाड़ देखा जाती like hills myna powerful है partridge along with the an ideal habitat of बारसिंगा है बारसिंगा भी देखा जाते मन रहा तापर देखिए कौन अच्छी आमर नेशनल टाइगर कंजर्वेशन अथॉरिटी हैज included the Sunabeda wildlife sanctuary is the part of tiger reserve है तेणु नेशनल टाइगर कंजर्वेशन अनुसार एटा को हम टाइगर रिजर्व रे डिक्लेयर हे सरची ताऊ आ कोन अछि इट इज द कैचमेंट एरिया फॉर जोंक रिवर अलोंग विथ द इंद्रो इंद्रुनाला रिवर इन द साउथ है सेते इंपोर्टेंट नाही डकसो तापर आसले कोन गहिरो मथा वाइल्ड लाइफ सेंचुरी टाकी सबटु कोन बडो वाइल्ड लाइफ सेंचुरी एटा अछि कोंडी केंद्रापड़ा है आपन को बेले बेले ना न देखि देइथो जे हमर कोन सबटु बडो एरिया अनुसार सबटु बडो वाइल्ड लाइफ सेंचुरी टा को डिस्ट्रिक्ट अछि कोन केंद्रापड़ा है केते मसिरे एस्टाब्लिश हेतिला 1997 एरिया वाइज यदि पचारे आपन 1435 मन रखते सेटा होची 14 एटा 14.1435 एतिके मन रखते रिलेट करी मन रखते एटा 14 एटा 1435 स्क्वायर किलोमीटर हला फ्लोरा कथा कहया गले बेला कुंडा एडा सब रहिला आ फना कथा कहया गले ओलिब्रिटल कोइंचो टर्टोइज वाइल्ड बियर हला क्रोकोडाइल संबर हाइना एडा सब रहिची हला आ इट इज द वर्ल्ड्स लार्जेस्ट एंड नेस्टिंग बीच ऑफ ओलिब्रिटल सी टर्टोइज इट इज द लार्जेस्ट वाइल्ड लाइफ सेंचुरी इन ओडिशा कहिछि आपनको इट इज द आल्सो नोन एज द ओडिशा टर्टोइज पैराडाइज हला पछते टर्टोइज पैराडाइज टर्टल पैराडाइज बोली का कहै जे हमर कोन रहले एटा गहिरमथा हला गहिरमथा वाइल्ड लाइफ सेंचुरी तापर एटा सब रहिला आपण देखि देबे कोन सब रहिछि शॉर्ट रे की देइछि हला केते मसिया रे कोन देइतला वाइल्ड लाइफ सेंचुरी एटा सब छोटो छोटो देइछि तापर ऐसे वाइल्ड लाइफ रिजर्व एटा सेंचुरी गला एटा वाइल्ड लाइफ रिजर्व टोटल 5टा अछि द वाइल्ड लाइफ रिजर्व आर द प्रोटेक्टेड एरिया फॉर कंजर्वेशन ऑफ वाइल्ड लाइफ flora and fauna these are the reserved and utilized for protecting and creating opportunity for research work and particular species वाइल्ड लाइफ सेंचुरी और वाइल्ड लाइफ रिजर्व भितर डिफरेंस कोन सेइथरे कोन फास्ट कथा नेशनल पार्क रे कोन करा होतला से पूरा गवर्नमेंट को द्वारा पूरा स्ट्रिक्टली रहउतला किंतु वाइल्ड लाइफ जतरा सेंचुरी आसीबो किंतु सेठी कोन किछि लोक माने जाई सेठी माने साधारण आकार रहि पारे किंतु वाइल्ड लाइफ रिजर्व कहले कोन हो सेठी टोटल हमर कोन करा जो रिसर्च पई जो हमर प्राणी ऊपर बा गछ ऊपर फूल ऊपर जहाँ भी ऊपर जदि रिसर्च कराउथो सेठी सेगडा को रखी की रिसर्च कराउथो अपॉर्चुनिटी जेमति कि हमर रिसर्च वर्क के पर्टिकुलर स्पेसीज को रखी की तापर रिसर्च कराउथो सी वाइल्ड लाइफ रिजर्व विषय रे तेन हमर टोटल केतोटी अछि वाइल्ड लाइफ रिजर्व 5टा रहिछि किछि देखिया पे कोन कोन सोछि सिमिलिपाल टाइगर रिजर्व हला माने डेफिनेट स्पेसीज पई एडी रखाइ दिबो जेमति देखो सब गुडा करे ना सब रखाइ दिबो जेमति कहले अपन डेफिनेट कोन स्पेसीज ऊपर हला एटा मन रखथिबे सेंचुरी आ कोन रिजर्व भितर डिफरेंस फास्ट देखिए सिमिलिपाल टाइगर रिजर्व मयूरभंज रे रहिछि एस्टैब्लिश 1956 मसिया रे हितला एरिया 2750 स्क्वायर किलोमीटर इट इज सिलेक्टेड वन अमंगस्ट द 9 रिजर्व फॉर इंप्लीमेंटिंग द प्रोजेक्ट टाइगर और 1793 मसिया इट इज अराउंड 13,352 plant species with 94 species of orchids of which 35 are endemic to Similipal हला एटा सब रोइला स्पेसीज गुडा को ऑर्चिड्स माने कोन जो हमरो कोन खांती मसला रे खांती सेटा को ऑर्चिड्स बोली कोंती देखि देबे टिके हला उडियाटा मु सेमति कहि परमने दे ऑर्चिड मारतिला आपण आसी परिबो मसला सेटा व्यवहार करा जाय मयूरभंज तापर आसीबो कोन मयूरभंज एलिफेंट रिजर्व मयूरभंज एलिफेंट रिजर्व लकेशन टा कोन ऑन द बॉर्डर ऑफ मयूरभंज बालेश्वर भद्रक केन्दुझर बॉर्डर रे पूरा रहिछि एस्टैब्लिश 2001 मसिया हेतला 3214 स्क्वायर किलोमीटर एरिया यार it comprise 3 protected areas Similipal Tiger Reserve Hotgod Wildlife Sanctuary ଆଉ Kuldiha Wildlife Sanctuary it is also included reserves forest protecting forest private land and revenue land Hardigod Sanctuary and its reservoir adjoining the Baula Hills and are the main
ଆଟ୍ରାକ୍ସନ ହେଲା ଏଇଟା ସବୁ ରହିଲା ଆଉ କଣ ଆଉ ଶାଳେନ୍ଦୀ ରିଭର ଏଠି ରହିଛି ଏଇଟା ସବୁ ତାପରେ ଆସିବା କଣ ମହାନଦୀ ଏଲିଫେଣ୍ଟ ରିଜର୍ଭର ମହାନଦୀ ଏଲିଫେଣ୍ଟ ରିଜର୍ଭର ଲୋକେସନ କଣ ଅନୁଗୁଳ କଟକ ନୂଆଗଡା ଆଉ ବୌଦ୍ଧରେ ରହିଛି 2002 ମସିହାରେ ଏଷ୍ଟାବ୍ଲିଶ ହେଇଥିଲା 1038.30 ସ୍କ୍ୱାର କିଲୋମିଟର ଏରିଆ ରହିଲା ହେଲା ଆଉ ଢେଙ୍କାନାଳ ଇଜ ଅଲସୋ ନୋନ୍ ଏଜ ଦ ହୋମ ଅଫ ଏଲିଫେଣ୍ଟ ଏଣ୍ଡ ଟାଇଗର ଅଫ ଦ କଣ୍ଟ୍ରି ହେଲା ଢେଙ୍କାନାଳ କଣ କୁହାଯାଏ ନା ହୋମ ଅଫ ଏଲିଫେଣ୍ଟ ଆଉ ଟାଇଗର ଅଫ ଦ କଣ୍ଟ୍ରି ବୋଲି କୁହାଯାଏ ହେଲା ଏଟା ମନେ ରଖିଥିବ ତାପରେ ଆସିବ ଶିମିଳିପାଳ ଏଲିଫେଣ୍ଟ ରିଜର୍ଭର ଶିମିଳିପାଳରେ ସେମିତି ଲୋକେସନ ଦେଖିବାକୁ ଗଲେ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡାର ଏଠି ରହିଛି ଆଉ 2002 ମସିହାରେ କଣ ହେଇଥିଲା ଏଷ୍ଟାବ୍ଲିଶ ହେଇଥିଲା ଏରିଆ ହଉଛି 827 ସ୍କ୍ୱାର କିଲୋମିଟର ହେଲା ଇଟ୍ କମ୍ପ୍ରାଇଜ ଫରେଷ୍ଟ ଡିଭିଜନ ଅଫ ବୋମରା ଆଉ ବନିଆ ଆଉ ସମ୍ବଲପୁର ଝାରସୁଗୁଡା ଏଗୁଡା ସବୁ ରହିଲା ତାପରେ ଆସିବ ନେକ୍ସଟ ସାତକୋଶିଆ ଟାଇଗର ରିଜର୍ଭ ସାତକୋଶିଆ ଟାଇଗର ରିଜର୍ଭ ସେମିତି 2007 ମସିହାରେ ଏଷ୍ଟାବ୍ଲିଶ ହେଇଥିଲା ଇଟ୍ କମ୍ପ୍ରାଇଜ ଦ ସାତକୋଶିଆ ଜର୍ଜ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଏଣ୍ଡ ବିସିମପାଲି ୱାଇଲ୍ଡ ଲାଇଫ ସେଞ୍ଚୁରୀ ଦିଟା ମିଶିକି ତିଆରି ହେଇଛି ହେଲା ଇଟ୍ ଇଜ ଦ ହୋମ ଅଫ ଘରିଆଳ ମଗର ଲିଓପାର୍ଡ ୱାଇଲ୍ଡ ଜଗ ଏଟା ସବୁ ରହିଛନ୍ତି ଇମ୍ପୋର୍ଟାଣ୍ଟ ସେତେ ନାହିଁ ଯେଟା ଇମ୍ପୋର୍ଟାଣ୍ଟ କହିଦେବି ଇଟ୍ ଇଜ ଦ ପାର୍ଟ ଅଫ ଦ ମହାନଦୀ ଏଲିଫେଣ୍ଟ ରିଜର୍ଭ ତାର ଗୋଟେ ପାର୍ଟ ରହିଲା ତାପରେ ବାୟୋଡାଇଭରସିଟି ଅଫ ଓଡିଶା ହେଲା ବାୟୋଡାଇଭରସିଟି କହିବାକୁ ଗଲେ ଆମର ଶିମିଳିପାଳ ବାୟୋ ରିଜର୍ଭର ରହିଲା ହେଲା 1994 ମସିହାରେ ହେଇଥିଲା ଏରିଆ ସେଗୁଡା ସେମିତି ସବୁ ରହିଛି ସେତେ ଇମ୍ପୋର୍ଟାଣ୍ଟ ନାହିଁ ମୁଁ କହିଦେବି ତାପରେ ଏମିତି ସବୁ ଭିତରକନିକା ମ୍ୟାଙ୍ଗ୍ରୋଭ ସବୁ ରହିଛି ମ୍ୟାଙ୍ଗ୍ରୋଭ ମାନେ କଣ ଯୋଉଟା ଯୋଉ ଆମର କୋଉ ଗୁଡାକ ଥାଏ ହେନ୍ତାଳ ବଣ ଯୋଉ ଥାଏ ହେଲା ଏଟା ସବୁ ରହିଲା ଫରେଷ୍ଟ କହିବାକୁ ଗଲେ ଫ୍ଲୋରା ମାନେ ସେଇ ମ୍ୟାଙ୍ଗ୍ରୋଭ ଫରେଷ୍ଟ ହିଁ ରହିବ ଫନା କଥା କହିବାକୁ ଗଲେ ସେଇ ଯୋଉ କିଙ୍ଗ କୋବ୍ରା ପାଇଥନ ଏ ସବୁ ରହିଛନ୍ତି ଆଉ ଇଟ୍ ଇଜ ଦ ସେକେଣ୍ଡ ଲାର୍ଜେଷ୍ଟ ମ୍ୟାଙ୍ଗ୍ରୋଭ ଫରେଷ୍ଟ ଓନ୍ଲି ଆଫ୍ଟର ଦ ସୁନ୍ଦରବନ ୱେଷ୍ଟ ବେଙ୍ଗଲ ମନେ ରଖିଥିବେ ଏଟା ସେକେଣ୍ଡ ଲାର୍ଜେଷ୍ଟ ମ୍ୟାଙ୍ଗ୍ରୋଭ ଫରେଷ୍ଟ ଫାର୍ଷ୍ଟ ହଉଛି ସୁନ୍ଦରବନ ୱେଷ୍ଟ ବେଙ୍ଗଲରେ ରହିଛି ତାପରେ ସେକେଣ୍ଡ ଏଇଟା ରହିଲା ତାର ଚିଲିକା ଲେଗୁନ ହେଲା ଚିଲିକା ଲେଗୁନ ଇଟ୍ ୱାଜ ଦ ରେକଗ୍ନାଇଜ ଏଜ ଦ ଫାର୍ଷ୍ଟ ରାମସର ସାଇଟ 1981 ମସିହାରେ ଚିଲିକା ବେଳେ ପଚାରି ଦେଇଛି କୋଉଟାକୁ ଫାର୍ଷ୍ଟ ଆମର ରାମସର ସାଇଟ ଭାବେ ଡିକ୍ଲେୟାର ହେଇଥିଲା ଚିଲିକାକୁ 1981 ମସିହାରେ ତାପରେ ନନ୍ଦନକାନନ ଜୁଲୋଜିକାଲ ପାର୍କ ରହିଲା ହେଲା ଗାର୍ଡେନ ଅଫ ପ୍ଲେଜର ବି ତାକୁ କୁହାଯାଇଥାଏ ତାପରେ ଆସିବ କଣ ଇଟ୍ ଇଜ ବିକମ୍ ଦ ଫାର୍ଷ୍ଟ ଜୁ ଇନ୍ ଇଣ୍ଡିଆ ଟୁ ଜଏନ୍ ଦ ୱାର୍ଲଡ ଆସୋସିଏସନ ଜୁ ମୁଁ କହିଥିଲି ଫାର୍ଷ୍ଟ ଏଇଟା ହେଇଥିଲା ଆଉ କଣ ଅଛି ଆଉ ଏଠି କେତେ ପ୍ରକାର ବ୍ରିଡିଂ କହିଥିଲେ ଆପଣ କଣ ସେଣ୍ଟର ଫର ବ୍ଲାକ୍ ପାନ୍ଥର ଅଫ ଦ କଣ୍ଟ୍ରି ଆଉ ହ୍ୱାଇଟ ଟାଇଗର ଆଉ ଘଡିଆଳ ପାଇଁ ବ୍ରିଡିଂ ପାଇଁ ହେଇଥିଲା ଇଟ୍ ଇଜ ଦ ହୋମ around 67 species of mammals 18 species of reptiles and 81 species of bird ଏଟା ସବୁ ରହିଛନ୍ତି ସେଠି ଆଉ ତାପରେ ଲାୟନ ଟେଲ୍ଡ ମକୁଆ ବି ରହିଛି 34 ଏକ୍ୱାରିୟମ ବି ସେଠି ରହିଛନ୍ତି ତାପରେ ଇନିସିଏଟିଭ ସବୁ କଣ ରହିଛି ଗଭର୍ଣ୍ଣମେଣ୍ଟ ଇଣ୍ଡିଆ ଇନିସିଏଟିଭ ଫର ୱାଇଲ୍ଡ ଲାଇଫ କନଜରଭେସନ ପ୍ରୋଜେକ୍ଟ ଟାଇଗର ପାଇଁ ଲଞ୍ଚ ହେଇଥିଲା 1973 ମସିହାରେ ହେଲା ଯେଥିପାଇଁ ଶିମିଳିପାଳ ହେଇଥିଲା ତିଆରି ଆଉ ଓଡିଶା ୱାଇଲ୍ଡ ଲାଇଫ ଅର୍ଗାନାଇଜେସନ 1964 ମସିହାରେ ହେଇଥିଲା ତାପରେ କ୍ରୋକୋଡାଇଲ ରିଜର୍ଭ କନଜରଭେସନ ପ୍ରୋଗ୍ରାମ ହେଇଥିଲା 1975 ମସିହାରେ ତାପରେ ସି ଟର୍ଟଲ କନଜରଭେସନ ପ୍ରୋଗ୍ରାମ ଭିତରକନିକାରେ ହେଇଥିଲା 1975 ମସିହାରେ ହେଲା ସେମାନେ ପ୍ରୋଟେକ୍ଟ କରିବା ପାଇଁ ଦେ ଆର ଲେ ଏଗ୍ସ along the sea coast large number known as the ଆରବେଡା ହେଲା ଆରିଆବେଡା ବୋଲି ତାକୁ ପ୍ରୋଟେକ୍ଟ କରିବା ପାଇଁ ସେ ଅଣ୍ଡା ଗୁଡାକୁ ରଖାଯାଇଥିଲା ତାପରେ ପ୍ରୋଜେକ୍ଟ ଏଲିଫାଣ୍ଟ ସବୁ ଲାଷ୍ଟ 1992 ମସିହାରେ ଏଷ୍ଟାବ୍ଲିଶ ହେଇଥିଲା ତେଣୁ ପୁରା ଟୋଟାଲ ଆମର ଓଡିଶାରେ ଯେତିକି ନ୍ୟାସନାଲ ପାର୍କ ଥିଲା ୱାଇଲ୍ଡ ଲାଇଫ ସେଞ୍ଚୁରୀ ଥିଲା ସବୁଗୁଡାକୁ ମୁଁ ଭାବୁଛି କମ୍ପ୍ଲିଟ ହେଇଯାଇଛି ତେଣୁ ଆପଣ ଯଦି ଭିଡିଓଟି ଭଲ ଲାଗିଥିବ ଆପଣ ଭିଡିଓଟିକୁ ଲାଇକ୍ କରିଦେବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏମିତି ଆପଣ ଭିଡିଓ ପାଇବା ପାଇଁ ହେଲା ଆଉ ଆଜି ପାଇଁ ଏତିକିରେ ରହୁଛି ନୂଆ ଟପିକରେ ଆପଣଙ୍କ ଦେଖାହବ ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।